ତମାଲିକେ ଜୟ ଜଗନ୍ନାଥ ଜୟ ଶ୍ରୀରାମ। ତ ସାଙ୍ଗମାନେ ଏଟା ହେଉଛି ମୋର ଏ ବର୍ଷର ଶେଷ ଭିଡ଼ିଓ। ମୁଁ ଏ ଶେଷ ଭିଡ଼ିଓରେ କହିବାକୁ ଚାହୁଁଛି କି ଯାହା ଏ ବର୍ଷ ବିତି ଯାଇଛି ମାନେ 2025ରେ ବହୁତ କିଛି ଘଟିଗଲା, ବହୁତ କିଛି ଘଟିଗଲା। ମାନେ ସାୟଦ 2025ରେ ଯାହା ଘଟିଛି ତା 2012ରେ ଯେତେବେଳେ କହୁଥିଲେ କଳିଯୁଗ ଶେଷ ହେବ ତାହା କେବେ ହେଇନଥିଲା। ସେଥିପାଇଁ ତ କେହି ଜଣେ କହିଛି କି 2026 ଦୁନିଆ ଖତମ। ଠିକ୍ ଅଛି, ତ 2025ରେ ଯାହା ହେଇଯାଇଛି ସବୁ ଭୁଲିଯାଅ। ଯାହା ହେଇଗଲା, ଯିଏ ଛାଡ଼ିକି ଗଲା, ଯିଏ ଧୋକା ଦେଲା, ଭାଇ ଏଇଟା ଦୁନିଆର ଫିତରତ, ଏ ଜିନିଷଟା ହେବ। ତୁମେ ଯେତେ ଯାହା କୁହ ତୁମ ସହିତ ଏଇଟା ହିଁ ହେବ। କାରଣ ତୁମେ ଯେତେବେଳେ ଭଲ ସାହାଯ୍ୟକୁ ଯେତେବେଳେ ଲାଗିବ ସେତେବେଳେ ତୁମ ସହିତ ସବୁ ଯାକ ଖରାପ ହିଁ ହେବ। ତ ସେଥିପାଇଁ ଯାହା ହେଇଗଲା ନା ଛାଡ଼ି ଦିଅ। 2026ରେ ନୂଆ ଆରମ୍ଭ କର। କାରଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଯଦି ଅତୀତକୁ ତୁମେ ଜାବୁଡ଼ିକି ଧରିବ କେବଳ କଷ୍ଟ ହିଁ ତୁମକୁ ମିଳିବ। ତ ସେଥିପାଇଁ ହେରା ଛାଡ଼। 2025ରେ କ'ଣ ହେଇଗଲା, ଯଦି ଲାଇଫ୍ରେ ସକ୍ସେସ୍ ପାଇନ 2026ରେ ପାଇବ, ସେଥିରୁ କ'ଣ ଅଛି। ଲୋକ ଆସି 40 ବର୍ଷରେ ପାଉଛନ୍ତି, ଆମେ ଲୋକ ତୁମର କ'ଣ ସରିଗଲା ଜୀବନ? କିଛି ଅସୁବିଧା ନାହିଁ। ତ ମୁଁ ବି ସେମିତି ବହୁତ କିଛି ଛାଡ଼ି ଦେଇଛି। ମୋତେ ବି ବହୁତ ଲୋକ ଛାଡ଼ିଦେଲେ, ବହୁତ ଲୋକ ଧୋକା ବି ଦେଲେ। ତ ସେଟା ମନେ ପକାଇବା ନାହିଁ। କିନ୍ତୁ ହଁ, 2025 ବିତୁ ତୁମ ଲାଇଫ୍ରେ 1 ମିନିଟ୍ 5 ମିନିଟ୍ ବସିକି ନିଜ ଭିତରେ ଥରେ ଭାବିବ ଏ ଭିତରେ ତୁମ ସହିତ କ'ଣ ଘଟିଛି। ତୁମେ ଭଲ କରିଛ କି ଖରାପ କରିଛ, ନିଜ ସହିତ କମ୍ପ୍ରମାଇଜ୍ କର। କାହା ସହିତ ଆମର ଝଗଡ଼ା ନାହିଁ। ନିଜ ଭିତରେ ଝଗଡ଼ା କର। ତୁମେ କ'ଣ ହାସିଲ କଲ, କ'ଣ ହରେଇଲ, କ'ଣ ପାଇଲ। ଚାଲ ହଉ, ଆଉ ଏ ବର୍ଷ ତ ଦେଖା ହେବନି, ଆର ବର୍ଷ ଦେଖା ହେବ। ଆଜି ଶୋଇଲା ମାନେ କାହା ଏକାଥରେ ମୁଁ ଏ ବର୍ଷ ଶୋଇବି, ଭାଇ ଆର ବର୍ଷ ଉଠିବି। ମୋର ଆଉ ଏତେ ଟେନସନ୍ ନାହିଁ। ଏ ବର୍ଷ ବିତି ଯାଉ, କ'ଣ ଅସୁବିଧା ହେଉଛି। ମୁଁ ଜାଣିଛି ଖାଲି କ୍ୟାଲେଣ୍ଡର ଚେଞ୍ଜ ହେବ, ତୁମ ଜୀବନରେ କିଛି ପରିବର୍ତ୍ତନ ହେବନି। ତାପରେ ବି ବର୍ଷ ତ ନିଜକୁ ଟିକେ ଚେଞ୍ଜ କରିବା ପାଇଁ ଚେଷ୍ଟା କର। ହଉ, ଜୟ ଜଗନ୍ନାଥ ଜୟ ସୀତାରାମ। ଦେଖା ହେବ ଆର ବର୍ଷ। ଭୁଲ ହେଇଥିଲେ କ୍ଷମା କରିଦେବ। ଆଉ ହଁ, କ'ଣ କହୁଥିଲି, ମୋର 2026ରେ କିଛି ଆରମ୍ଭଟା ଟିକେ କିଛି ବହୁତ ଇଏ କରିବାର ଅଛି। ତ ସପୋର୍ଟ ଟିକେ କଲେ ବହୁତ ଭଲ ଲାଗନ୍ତା ମୋତେ। କାରଣ ଆଜିକାଲି କେହି ସପୋର୍ଟ କରିବାକୁ ଚାହାନ୍ତିନି। ତ ଆପଣମାନେ ଯଦି କରିବେ ଟିକେ ଭଲ ଲାଗିବ କି ଯାଉ ଆପଣମାନେ ଟିକେ ସପୋର୍ଟ କରୁଛନ୍ତି। ଥ୍ୟାଙ୍କ ୟୁ, ଧନ୍ୟବାଦ। ଜୟ ଜଗନ୍ନାଥ ଆଣ୍ଡ ଆଡ଼ଭାନ୍ସ ହାପି ନ୍ୟୁ ଇୟର୍। ଜୟ ସୀତାରାମ।